ରବୀନ୍ଦ୍ର ଜାଡେଜାଙ୍କର 4 କୋଟି ଟଙ୍କାର କ୍ଷତି, ସିଏସ୍କେ ସଞ୍ଜୁ ସାମସନଙ୍କୁ କରିଦେଲା ମାଲେମାଲ। ତେବେ ସୂଚନା ଅନୁସାରେ 2026 ମସିହାର ଆଇପିଏଲରେ ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ନୁହେଁ ବରଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ। ତାଙ୍କ ସ୍ଥାନରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ସହିତ ବାଣିଜ୍ୟ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଞ୍ଜୁ ସାମସନ କୌଣସି ଆର୍ଥିକ କ୍ଷତି ସହିନାହାନ୍ତି। ଯେତେବେଳେ ରବୀନ୍ଦ୍ର ଜାଡେଜା 4 କୋଟିର କ୍ଷତି ସହିଛନ୍ତି, ଜାଣନ୍ତୁ ରାଜସ୍ଥାନ ରୟାଲ୍ସ ରବୀନ୍ଦ୍ର ଜାଡେଜାଙ୍କୁ କେତେ ଦେବ ଏବଂ ସଞ୍ଜୁ ସାମସନଙ୍କୁ କେତେ ଫିସ୍ ମିଳିବ। ରବୀନ୍ଦ୍ର ଜାଡେଜା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ସହିତ 12ଟି ସିଜିନ୍ ଖେଳିଥିଲେ, କିନ୍ତୁ ଏବେ ଏହି ଅଭିଜ୍ଞ ଅଲରାଉଣ୍ଡର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ। ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ବଦଳରେ ରବୀନ୍ଦ୍ର ଜାଡେଜାକୁ କିଣିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରାଜସ୍ଥାନ ରୟାଲ୍ସ ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ସହିତ ପ୍ରତି ସିଜିନ୍ରେ 18 କୋଟି ପାଉଥିଲେ, କିନ୍ତୁ ତୁଳନାରେ 14 କୋଟି ଦେବ। ଏହାର ଅର୍ଥ ହେଉଛି ଜାଡେଜା 4 କୋଟି ଟଙ୍କା ହରାଉଛନ୍ତି। ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ କରିଥିବା ସଞ୍ଜୁ ସାମସନ ଏବେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିବେ। ସଞ୍ଜୁ ସାମସନ ଆଇପିଏଲର ସବୁଠାରୁ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ଜଣେ। ତାଙ୍କ ପାଖରେ 177ଟି ମ୍ୟାଚ୍ ଖେଳିଥିବାର ଅଭିଜ୍ଞତା ଅଛି। ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ପ୍ରତି ସିଜିନ୍ ପାଇଁ 18 କୋଟି ଟଙ୍କା ଦେବ। ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ସମାନ ପରିମାଣ ଦେଇଥିଲା। କେବଳ ଜାଡେଜା ଏବଂ ସଞ୍ଜୁ ସାମସନ ନୁହେଁ, ଅନ୍ୟ 6 ଜଣ ଖେଳାଳି ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ୍ ଏବେ ଚେନ୍ନାଇ ସୁପର କିଙ୍ଗସ୍ ବଦଳରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ। ସେ ଗତ ସିଜିନ୍ ପରି ସମାନ ଦରମା ପାଇବେ, 2.4 କୋଟି ଟଙ୍କା। ଏହା ଖେଳାଳିଙ୍କ ତୃତୀୟ ଦଳ ହେବ। ସେ ପୂର୍ବରୁ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ପାଇଁ ଖେଳିଥିଲେ। ମହମ୍ମଦ ସାମି ମଧ୍ୟ ସନରାଇଜର୍ସ ହାଇଦ୍ରାବାଦରୁ ଲକ୍ଷ୍ନୌ ସୁପର ଜାୟଣ୍ଟସରେ ଯୋଗ ଦେଇଛନ୍ତି। ଏହି ଖେଳାଳି ଲକ୍ଷ୍ନୌ ଦଳ ସହିତ ପ୍ରତି ସିଜିନ୍ରେ 10 କୋଟି ପାଇବେ। ସାମିଙ୍କର 119ଟି ମ୍ୟାଚ୍ ଅଭିଜ୍ଞତା ଅଛି ଏବଂ ସେ ମୋଟ 5ଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। 2023 ମସିହାରେ ସେ 28ଟି ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଜିତିଥିଲେ। ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ବିନିମୟ କରିଛି। ସେ ପ୍ରତି ସିଜିନ୍ରେ 30 ଲକ୍ଷ ଟଙ୍କା ପାଇବେ। ନିତୀଶ ରାଣାଙ୍କୁ ରାଜସ୍ଥାନ ରୟାଲ୍ସରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବିନିମୟ କରାଯାଇଛି। ରାଣାଙ୍କୁ 4.2 କୋଟି ଟଙ୍କା ମିଳିବ।